ଏବେ ଆମ ଘର କାମକୁ କରିଦେବା ଅତି ସହଜ ଆଉ ଫଟାଫଟ। ଜୟ ଜଗନ୍ନାଥ ସାଙ୍ଗମାନେ, ଏମିତି କିଛି ନୂଆ ନୂଆ ଟିପ୍ ନେଇ ଆସିଛି ଯେଉଁଟାକି ଆପଣମାନେ ବି ଦେଖିଲେ ଭିଡ଼ିଓରେ ଆପଣମାନେ ବି କହିବେ ହଁ ହଁ ଆମେ ଏମିତି ହିଁ କରିବୁ। ତ ନମସ୍କାର, କୁକ୍ ୱିଥ୍ ମୂଷା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଆଜିର ଟିପ୍ ଗୁଡ଼ାକ ବହୁତ ଇଣ୍ଟରେଷ୍ଟିଂ ଆଉ ମନି ସେଭିଂ ମଧ୍ୟ ଅଛି। ଭିଡ଼ିଓକୁ ସ୍କିପ୍ ନ କରି ଦେଖନ୍ତୁ। ଯଦି ପସନ୍ଦ ଆସିଲା ତାହେଲେ ଲାଇକ୍ ଗୋଟେ ଦେବାକୁ ଜମା ବି ଭୁଲିବେନି। ଏବେ ଆରମ୍ଭ କରୁଛି ପ୍ରଥମ ଟିପ୍। ଯେତେବେଳେ ଆମ ଘରକୁ ମଟନ ଆଉ ଚିକେନ ଆସିଯାଏ ସେତେବେଳେ ପିଆଜ କଟା ଚାଲେ। ବେଶୀ ପିଆଜ କାଟିବାକୁ ପଡ଼େ। ତ ପିଆଜ କାଟିବାଟା ସମସ୍ତଙ୍କର ପସିବୁଲ ନୁହେଁ, ମାନେ ସମସ୍ତେ କାଟିବାକୁ ଭଲ ପାଆନ୍ତିନି କାରଣ ଆଖି ପୋଡ଼େ। ଆଜି ଗୋଟେ ଏମିତି ସହଜ ଉପାୟ କହିବି ଦେଖନ୍ତୁ। ଏମିତି ଗୋଟେ ପେପର ନେଇ ଆସିବେ, ଯେଉଁ ନ୍ୟୁଜ୍ ପେପର ନେଇ ଆସିବେ, ଏମିତି ପକାଇଦେବେ। ଏଇଟା ଅତି ସହଜ, ଆଗରୁ ବି ଏମିତି କିଛି କହିଛି ଉପାୟ, ତ ଏଇଟା ଗୋଟେ ନୂଆ ଉପାୟ। ଏମିତି ପେପର ନେଇ ଆସି ପେପରରେ ଭଲକି ଟିକେ ପାଣି ଛିଞ୍ଚିଦେବେ, ପିଆଜକୁ କାଟିକି ଏମିତି ନଉଟେଇକି ସେ ପେପରରେ ରଖିଦେବେ। ମାନେ ଯେଉଁ ପଟ କାଟୁଥିବା ସେଇ କଟା ପଟଟା ପେପରକୁ ରଖିବା, ଏମିତି ଉଗୁଡ଼େଇକି ରଖିଦେଇଥିବେ। ତାପରେ ପିଆଜକୁ କାଟିବେ। ଯେତେବେଳେ କାଟିବେ ସେ ପେପର ଉପରେ ହିଁ ଥୋଇକିରି କାଟିବେ, ଏମିତି ଦେଖନ୍ତୁ। ଆଉ ପାଣି ଛିଞ୍ଚା ହେଇଥିବ ପେପରରେ, ମାନେ ନ୍ୟୁଜ୍ ପେପରରେ ପାଣି ଛିଞ୍ଚା ହେଇଥିବ। ତାପରେ ପିଆଜ କାଟିକି ତା ଉପରେ ଏମିତି ଉଗୁଡ଼େଇକି ଥୋଇବା। ଯେତେ ପିଆଜ କାଟିଲେ ବି ଜମା ବି ଆଖି ପଡ଼ିବନି। ଯଦି ଆପଣ ଚପର ବୋର୍ଡ଼ରେ କାଟୁଥିବେ, ଚପର ବୋର୍ଡ଼ ଉପରେ ଏମିତି ନ୍ୟୁଜ୍ ପେପର ଦେଇଦେବେ, ତାପରେ ପିଆଜକୁ କାଟିବେ। ମୁଁ ବି ଏମିତି କାଟିଲି, ମୋ ଆଖି ଜମା ବି ପଡ଼ିଲାନି। ସେଥିପାଇଁ ମୁଁ ଭାବିଲି ଆପଣମାନଙ୍କ ସହିତ ସେୟାର କରିଦିଏ। ଆପଣମାନେ ଟ୍ରାଏ କରିକି ଦେଖନ୍ତୁ, ତାପରେ କମେଣ୍ଟରେ ଜଣାଇବେ। ମୁଁ ଯେତେବେଳେ ବି ପିଆଜ କାଟେ, ଗୋଟେ ଫାଳ ପିଆଜ କାଟୁ କାଟୁ ମୁଁ ଆଉ ସେଇଠି ବସିକି ରହିପାରିବିନି, ପୁରା ଉଠିକି ପଳେଇବି, ଏତେ ଜୋର ମୋ ଆଖି ପଡ଼ିବ। ଯେଉଁ ଦିନଠାରୁ ମୁଁ ଏମିତି ଉପାୟ କରିଛି, ଏଇ ପେପର ଥୋଇକି ପିଆଜ କାଟୁଛି, ତ ମୋତେ ଆଉ ପିଆଜ କାଟିବା ଡର ନାହିଁ। ଜମା ବି ବ୍ୟସ୍ତ ହୋଇକି ଭିଡ଼ିଓକୁ ସ୍କିପ୍ କରନ୍ତୁନି। ଆମ ଘର କାମକୁ ସହଜ କଲା ଭଳି ଟିପ୍ ଆଗକୁ ଅଛି। ଆଉ ପେପରଟା ଦେଖନ୍ତୁ କେମିତି ଟିକେ ଟିକେ ଓଦା ହେଇଯାଇଛି। ମୁଁ ପାଣି ମଧ୍ୟ ମଝିରେ ଆଉ ଟିକେ ଛିଞ୍ଚି ଦେଇଥିଲି। ଏବେ ଦେଖିବା ନେକ୍ସଟ ଟିପ୍। ଘରକୁ ଆମେ ଯେତେବେଳେ ତେଲ ଆଣୁଛେ, ସୋରିଷ ତେଲ ହେଉ କିମ୍ବା ରିଫାଇନ୍ ତେଲ ହେଉ, ଆମେ କ'ଣ କରୁଛେ, ସେ ତେଲକୁ ଆମେ ବୋଟଲରେ ରଖିଦେଉଛେ, ସେ ପ୍ୟାକେଟକୁ ଫୋପାଡ଼ି ଦେଉଛେ। ଜମା ବି ତାକୁ ଫୋପାଡ଼ିବାନି ସାଙ୍ଗମାନେ। ଯଦି ଆମେ ଟିକେ ସ୍ମାର୍ଟ ବୁଦ୍ଧି ବାହାର କରିବା ନା, ଆମର କେତେ ପଇସା ବଞ୍ଚିଯିବ। ସେଇ ତେଲ ପ୍ୟାକେଟକୁ ଏମିତି ଆଙ୍ଗୁଠିରେ ଚାପି ଚାପି ନେଇ ଆସିବେ ଗୋଟେ ପଟକୁ। ତାପରେ ଆମେ ନେଇଯିବା ଟିକେ ଡବଲ ଟେପ୍। ଏ ଡବଲ ଟେପ୍ରେ ଆମେ ଲଗେଇଦେବା, ଗୋଟେ ଯେଉଁ ଶାଢ଼ୀ ଶୁଖେଇବା କ୍ଲିପ୍ ଆଣିବା, ସେଇଥିରେ ଡବଲ ଟେପ୍କୁ ଲଗେଇଦେବା। ତାପରେ ଆମେ ତାକୁ ନେଇଯିବା, ଯେଉଁଠି ସୁବିଧା ହେବ ସେଇଠି ଆମେ ଲଗେଇବା। ମୁଁ ଏଇଠି ଲଗେଇ ଦେଇଛି ଦେଖନ୍ତୁ, ମୋତେ ଏଇଠି ସୁବିଧା ହେଲା, ମୁଁ ଏଇ ଜାଗାରେ ଲଗେଇଛି ଦେଖନ୍ତୁ। ଗଡ଼ରେଜ୍ ଥିଲା, ଗଡ଼ରେଜ୍ ତଳ ପଟକୁ ମୁଁ ଲଗେଇ ଦେଇଛି, କାରଣ ଗଡ଼ରେଜ୍ ତଳଟା ଟିକେ ଫାଙ୍କା ଅଛି। ସେଠି ଆମେ ଗିନା ଯେକୌଣସି ଥୋଇପାରିବା, ଆଉ ସେ ତେଲ ପ୍ୟାକେଟକୁ ସେଇ କ୍ଲିପ୍ରେ ଲଗେଇଦେବା। ଏମିତି କରିଲେ ଯେତେ ତେଲ ସବୁ ଥିବ ସବୁ ଆସ୍ତେ ଆସ୍ତେ ନିଗିରିବ। ଆପଣଙ୍କୁ ଧରିବାକୁ ପଡ଼ିବନି କି ଆପଣଙ୍କ ସମୟ ବର୍ବାଦ ହେବନି। ଯଦି କିଛି ତେଲ ସେଥିରୁ ବାହାରିଲା ତ ପଇସା ମଧ୍ୟ ବଞ୍ଚିଲା ନା। ଏବେ ଯିବା ନେକ୍ସଟ କ'ଣ ଅଛି ଦେଖିବା। ଗ୍ରାଇଣ୍ଡର ଆମେ ଯେତେବେଳେ ଚଲାଉଛେ, ଗ୍ରାଇଣ୍ଡରଟି କ'ଣ ହୁଏ ନା, ଲାଖି ଲାଖି ଯାଏ ତଳେ, ଟିକେ ଘୁଞ୍ଚେଇ ହୁଏନି, କିମ୍ବା ଯଦି ଆମେ ତଳେ ଥୋଇଥିବା ତାକୁ ଉଠେଇ ହୁଏନି, ପୁରା ଖାପି ଯାଇଥାଏ। କାରଣ ତାର ଯେଉଁ ଚାରିଟା ଗୋଡ଼ ଥାଏ, ସେ ଚାରିଟା ଗୋଡ଼ରେ ପୁରା ରବର ଲାଗିଥାଏ। ସେ ରବରଟା ପୁରା ତଳକୁ ଖାପିକିରି ରଖିଥାଏ। ତଳେ ଥୋଇଲେ ବି ସେ ପୁରା ଉଠେଇ ହୁଏନି। ପୁରା ଉଠେଇଲା ମାନେ ଯେମିତି ରବରଟା ଲାଖି ଗଲା ଭଳିଆ ଲାଗେ। ଥଣ୍ଡା ବୋତଲ ହେଉ ପାଣି ବୋତଲ ହେଉ ଆମେ ଆଣୁଛେ, ତାର ଠିପି ନିଶ୍ଚୟ ରହୁଥିବା ଘରେ। ସେଇ ଠିପିରୁ କେବଳ ଆଣିକି ଆମେ ଗୋଡ଼ ଚାରିକଡ଼ ଯାକ ଲଗେଇଦେବା। ଦେଖନ୍ତୁ ଚାରିଟା ମୁଁ ଠିପି ଲଗେଇଦେଲି ଚାରିଟା ଗୋଡ଼ରେ। ଏବେ ଆମର ଗ୍ରାଇଣ୍ଡର ଘୁଞ୍ଚେଇବା ଚିନ୍ତା ନାହିଁ। ଯେତେ ଯୁଆଡ଼େ ଘୁଞ୍ଚେଇଲେ କିମ୍ବା ଯେଉଁଠିକି ଟାଣିଲେ ବି ସେ ବଢ଼ିଆ ଭାବରେ ଚାଲୁଛି। ଦେଖନ୍ତୁ ପୁରା ଖସୁଛି। ବାରମ୍ବାର ଆମେ ଯେତେବେଳେ ଗ୍ରାଇଣ୍ଡରଟା ଉଠାଉଥିବା, ରବରଟା ତଳେ ଲାଖିକି ରହିଯାଉଥିବ, ସେ ରବରଟା ଢିଲା ହେଇଯାଏ। ଆଉ ଗ୍ରାଇଣ୍ଡର ବି ମଧ୍ୟ ତା ଗୋଡ଼ଟା ଖରାପ ହେବାର ସମ୍ଭାବନା ଥାଏ। ଏମିତି ଆଉ ଖରାପ ହେବନି, ଜମା ବି ଖରାପ ହେବନି। ଆଗକୁ ବି ଦେଖିବା ଏଇ ବୋତଲର କ୍ୟାପ୍ ଆମକୁ କେତେ ସାହାଯ୍ୟ କରୁଛି। ଏଇଠି ତ ମୁଁ ଗୋଟେ ଦୁଇଟା କହିଛି, କିନ୍ତୁ ବହୁତ ପ୍ରକାର ସାହାଯ୍ୟ କରିପାରିବ ଏଇ ବୋତଲର କ୍ୟାପ୍। ଏବେ ଆମେ ଯିବା ନେକ୍ସଟ ଟିପ୍କୁ। ଦେଖନ୍ତୁ ଏଠି ଖଟରେ ଗଦି ପଡ଼ିଛି। ନିଶ୍ଚୟ ସମସ୍ତଙ୍କ ଘରେ ଖଟ ଅଛି, ଗଦି ଅଛି। ଆଉ ପିଲାମାନେ ବି ଏମିତି ତାର ବେଡ଼ସିଟ୍କୁ ଗୋଟେଇକି ସବୁ ଗୋଟେ ଜାଗାରେ କରିଦିଅନ୍ତି, କିମ୍ବା ବାରମ୍ବାର ଗୋଟେଇ ଦିଅନ୍ତି। ଆପଣମାନେ ହିଁ ତାକୁ ଗୋଟେଇକି ସଜାଡ଼ୁଥିବେ, ସେ ପୁଣି ଗୋଟେଇ ଦେବେ, ବିରକ୍ତ ଲାଗେ। ତ ଏଠି ନେଇଯାଉଛି ମୁଁ ଡବଲ ଟେପ୍। ଆମ ଘରେ ବି ଏମିତି ହେଉଛି। ବେଡ଼ସିଟ୍ ସଜାଡ଼ିକି ଯାଇଥିବି, ମାନେ ଅଧଘଣ୍ଟା ହେଇନଥିବ, ସେ ବେଡ଼ସିଟ୍ ପୁଣି ଗୋଟେଇ ଗାଟେ ହେଇଯାଇଥିବ। ପିଲାମାନେ ଏମିତି ତାକୁ କରିଥିବେ। ଆଉ ଯଦି ଟିକେ ଛୋଟ ବେଡ଼ସିଟ୍ ହେଇଥିବ, ସେ ତ ସବୁବେଳେ ଏମିତି ଗୋଟେଇ ହେଇଯାଏ। ବଡ଼ ବେଡ଼ସିଟ୍ ହେଲେ, ଯଦି ବଡ଼ ବଡ଼ ଗଦି, ମାନେ ବହୁତ ଓଜନିଆ ଗଦି ହେଇଥିବ, ତା ତଳେ ପୁରା ମାଡ଼ିକି ରଖିଲେ ଲାଖିଥିବ। ତ ଏଠି ନେଇଯିବା, ସେଇ ଯେଉଁ କ୍ୟାପ୍ରେ ମୁଁ ଲଗେଇଦେଲି ଡବଲ ଟେପ୍, ଆଉ ସେ କ୍ୟାପ୍କୁ ଏମିତି ଖଟରେ ଲଗେଇଦେବା। ଦେଖନ୍ତୁ
ये मोर छोट खटटा अच्छी आउ ये सिंगल बेडटा एटा तो खटटा भी कांथ करकू लगी गोटे पटे करके देखी एमती ये जो ठिपी मु लगेली डबल टेप देकी खटर चारिपटे लगेदेवे आउ बेडसीट को कौन करेंगे से क्याप्रे लगेदेवे आउ केमती लगुच देखो रबर गोटे नहीं आसवा तो तापर आम कौन करवा बेडसीट को एमती देकी रबर से क्याप्रे देदेवा ये पूरा लाखिकी रहीजी कि सबुपटे लगेदेले एमती पूरा लाखिकी रही आ सांगे सांगे खसबनी डबल टेपटी जदि बाहर जीव रबर जदि बाहर जीव से खसीज पुणी आपन को लगेबा को पड़िबो किंतु भल कि टिके सजाड़ी के लगेले से जमा भी गली पड़िबोनी सेमती रहिथिबो। तो एबे जीवा हमें नेक्स्ट टिप को एई टिपटा भी देखिबा सही बॉटल कैप रो देखंतु ए बॉटल कैप मु नै आसी 4टा हो 5टा हो जेतेटा थिबो आपन पाखरे नै आसीबे तापर एमती कटर हो जमिति हो छुरी गरम करके हो जमिति हो आपन को एमती छुरी जो कैप को काटिबार अछि कैप्र पूरा मझा मझी काटिदेले 2 पट काटी हेबो देखंतु काटी सारिके मु देखेबी कैप्र मझा मझी काटिबे जमा एपट सेपट करिवे एपट कम थिबो सेपट बेसी थिबो सेमति नै जदि आम पाखरे साड़ी सुखेबा क्लिप अभाव हुए माने नट हुए किबा जमा नथिबो एमिति ही आमे करिकी साड़ी सुखै परिबा क्लिप मारी परिबा आम साड़ी आउ पवन रे उड़ीकी तळे गळी परिबोनी जेते कैप थिबो जमा भी फोपाड़ीबेनी एमिति कामरे लगै परिबे जेते क्लिप थिले भी पुणी अभाव हुए जदि ठिपी साहाଯ୍ୟରେ आम एमती कपड़ा सुखै परिबा तो आमे आउ कपड़ा सुखेबा क्लिप काहेकि किनिबा पैसा काहेकि खर्च करिबा केते पैसा बंचिबो बेले बेले कोन हुए ना क्लिप हजी जाए आमे पाइबानी पुणी आमे कपड़ा सुखैया को हैरान हबा एठी भी सेमती आमे जेतेबेले गैस को घुंचौचे पूरा धड़धड़ सुबुची साउंड सुबुची तो आमे कौन करवा सही बोतल कैप को एमती गैस रो तार गोड़ रे दे देबा जेतेबेले आमे घुंचैबा साउंड सुबीबनी किंबा तळे आउ गार पड़ला भलिया पड़िबनी जेते घुंचैबा जहा करबा भी गार पड़िबनी। आज टिप केमती लगला निश्चय कमेंट जनइबे चैनल जदि नुआ अछंती प्लीज सब्सक्राइब कर नेबे आखिर थिबा बेल बटन रे दबेबे ऑल ले मध्ये सिलेक्ट करिवे तापर जे मु जे कोन से वीडियो पकेबी आपन पाखकु सर्वप्रथमे पहुंची परिबो पुणी आगु आसीबे नुआ नुआ वीडियो नै आज पई रहउची जय जगन्नाथ।